ଆଜିର ପ୍ରସଙ୍ଗ ନବସୃଜନ ଏବଂ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବ ଅନଲାଇନ୍ ଗେମିଂ ନିୟମାବଳୀ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଭାରତରେ ଅନଲାଇନ୍ ଗେମିଂ କ୍ଷେତ୍ର ଦ୍ରୁତଗତିରେ ବିସ୍ତାର ଲାଭ କରିଛି। ଦେଶର ଡିଜିଟାଲ ଅର୍ଥନୀତିର ଏବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। 2024ରେ ଏହି କ୍ଷେତ୍ରରେ ଭାରତୀୟ ବଜାର 23,200 କୋଟି ଟଙ୍କା ହୋଇଥିଲା। 2027 ସୁଦ୍ଧା ଏହା 31,600 କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଅନଲାଇନ୍ ଗେମିଂର ଉଭୟ ନିରାପଦ ଏବଂ କ୍ଷତିକାରକ ବ୍ୟବହାରକୁ ପୃଥକ୍ କରିବା ଲକ୍ଷ୍ୟ ନେଇ ସରକାର ଦେଶରେ ଅନଲାଇନ୍ ଗେମିଂ ନିୟମର ପ୍ରଚଳନ କରିଛନ୍ତି। ଚଳିତ ମାସ ପହିଲାରୁ ଅନଲାଇନ୍ ଗେମିଂ ନିୟମାବଳୀ 2026 କାର୍ଯ୍ୟକାରୀ ହୋଇଛି। ଦେଶରେ ଡିଜିଟାଲ ଗେମିଂ ପରିଦୃଶ୍ୟ ଗଠନ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଅନଲାଇନ୍ ଗେମ୍ ପରିଚାଳନା ପାଇଁ ଏକ ସଂରଚିତ ବ୍ୟବସ୍ଥା ଏହି ନିୟମାବଳୀ ମାଧ୍ୟମରେ ସ୍ଥାପନ କରାଯାଇପାରିବ। ଏଥିରେ ଉଭୟ ବ୍ୟବହାରକାରୀଙ୍କ ସୁରକ୍ଷା ଏବଂ ଶିଳ୍ପ ଅଭିବୃଦ୍ଧି ଉପରେ ଧ୍ୟାନ ଦିଆଯାଇଛି। ଗତବର୍ଷ ଅଗଷ୍ଟ ମାସରେ ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ବିଲ୍ 2025 ସଂସଦରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କର ଅନୁମୋଦନ ପରେ ଆଇନରେ ପରିଣତ ହୋଇସାରିଛି। ଅନଲାଇନ୍ ଗେମିଂରେ ଆର୍ଥିକ କ୍ଷତିକୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଆଇନ ପ୍ରଚଳନ କରାଯାଇଛି। ଅନଲାଇନ୍ ଗେମିଂ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଏକ ପେଣ୍ଠସ୍ଥଳୀ ଭାବେ ପରିଣତ କରିବାରେ ଏଭଳି ଆଇନ ଉପଯୋଗୀ ସାବ୍ୟସ୍ତ ହେବ। ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ବ୍ୟବହାରକାରୀଙ୍କୁ ବିପଦରୁ ସୁରକ୍ଷିତ ରଖିବା ଏହି ଆଇନ ତଥା ନିୟମାବଳୀର ମୁଖ୍ୟ ଉଦ୍ଦେଶ୍ୟ। ଅନଲାଇନ୍ ଗେମିଂ କ୍ଷେତ୍ରକୁ ବ୍ୟବହାରକାରୀ ଏବଂ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ଆଧାରରେ ତିନୋଟି ସ୍ୱତନ୍ତ୍ର ବର୍ଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଇ କ୍ରୀଡ଼ା, ଅନଲାଇନ୍ ସାମାଜିକ ଖେଳ ଏବଂ ଅନଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ା। ଇ କ୍ରୀଡ଼ା ହେଉଛି ଏକ ପ୍ରତିଯୋଗିତାମୂଳକ ଡିଜିଟାଲ କ୍ରୀଡ଼ା ଯାହାର ବିଭିନ୍ନ ବର୍ଗରେ ବ୍ୟକ୍ତିଗତ କିମ୍ବା ଦଳଗତ ଭାବରେ ଅଂଶଗ୍ରହଣ କରାଯାଇଥାଏ। ରଣନୀତିକ ଚିନ୍ତାଧାରା, ସମନ୍ୱିତ ପଦକ୍ଷେପ ଏବଂ ଉନ୍ନତ ନିଷ୍ପତ୍ତି ପ୍ରତିଯୋଗୀଙ୍କ ଦକ୍ଷତା ପ୍ରତିପାଦନ କରିଥାଏ। ଅନଲାଇନ୍ ସାମାଜିକ ଖେଳଗୁଡ଼ିକ ମୁଖ୍ୟତଃ ମନୋରଞ୍ଜନ, ଶିକ୍ଷା କିମ୍ବା ସାମାଜିକ ପାରସ୍ପରିକ କାର୍ଯ୍ୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥାଏ। ସେହିଭଳି ଅନଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ା ମୁଖ୍ୟତଃ ସୁଯୋଗ ଏବଂ ଦକ୍ଷତା ଉପରେ ଆଧାରିତ ହୋଇଥାଏ। ତେବେ ଏଥିରେ ଆର୍ଥିକ କ୍ଷତି ଏବଂ ଅନ୍ୟାନ୍ୟ ମାନସିକ ଚାପଜନିତ ପ୍ରକ୍ରିୟା ବ୍ୟବହାରକାରୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏହି କ୍ରୀଡ଼ାରେ ଆତ୍ମହତ୍ୟା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି। ଇ କ୍ରୀଡ଼ା ଏବଂ ଅନଲାଇନ୍ ସାମାଜିକ ଖେଳ ନବସୃଜନ ଏବଂ ମନୋରଞ୍ଜନକୁ ସମର୍ଥନ ପ୍ରଦାନ କରୁଥିବା ବେଳେ ଅନଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ା ଗମ୍ଭୀର ଆର୍ଥିକ ଏବଂ ସାମାଜିକ ଚିନ୍ତା ସୃଷ୍ଟି କରୁଛି। ଏହି କ୍ରୀଡ଼ା ଦ୍ୱାରା ପ୍ରାୟ 45 କୋଟି ଲୋକ ପ୍ରଭାବିତ ହେବା ସହ 20,000 କୋଟିରୁ ଅଧିକ ଟଙ୍କା କ୍ଷତି ସହିଛନ୍ତି। ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ଗେମିଂକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏଭଳି ଆଇନ ଓ ନିୟମାବଳୀ ପ୍ରଣୟନ କରିଛନ୍ତି। ପ୍ରଚଳିତ ଆଇନ ସମସ୍ତ ପ୍ରକାର ଅନଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରିଛି। ଏପରିକି ଏହି କ୍ରୀଡ଼ା ଆଧାରିତ ସମସ୍ତ ପ୍ରକାର ବିଜ୍ଞାପନ ପ୍ରଚାର ଓ ପ୍ରସାରକୁ ମଧ୍ୟ ନିଷେଧ କରାଯାଇଛି। ବ୍ୟାଙ୍କ ଏବଂ ଆର୍ଥିକ ଦେଣନେଣ ଡିଜିଟାଲ ମାଧ୍ୟମଗୁଡ଼ିକୁ ମଧ୍ୟ ଏଭଳି କ୍ରୀଡ଼ାଠାରୁ ଦୂରେଇ ରହିବାକୁ କୁହାଯାଇଛି। ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଆଇନ 2000 ଅଧୀନରେ ଏହି କ୍ଷେତ୍ରର ବେଆଇନ ପ୍ଲାଟଫର୍ମଗୁଡ଼ିକୁ ଅବରୋଧ କରାଯାଇଛି। ଏକ ସ୍ପଷ୍ଟ, ସ୍ୱଚ୍ଛ ଏବଂ ସମୟସୀମାବଦ୍ଧ ଢାଞ୍ଚା ପ୍ରସ୍ତୁତ କରିବାରେ ଅନଲାଇନ୍ ଗେମିଂ ଆଇନ ଏବଂ ନିୟମାବଳୀ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଏହାର କାର୍ଯ୍ୟକାରିତା ମୁଖ୍ୟତଃ 6ଟି ପ୍ରମୁଖ ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ହେଉଛି ଦେଶର ଅନଲାଇନ୍ ଗେମିଂ ପ୍ରାଧିକରଣ, ବିପଦ ସୃଷ୍ଟିକାରୀ ଅନଲାଇନ୍ ଗେମ୍ର ଚିହ୍ନଟ, ସେଗୁଡ଼ିକର ପଞ୍ଜୀକରଣ, ବ୍ୟବହାରକାରୀଙ୍କ ସୁରକ୍ଷା ଆଧାରିତ ପଦକ୍ଷେପ, ଦୁଇସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଦଣ୍ଡବିଧାନ। ସୃଜନଶୀଳ ଅର୍ଥନୀତିକୁ ସହଯୋଗ ସହ ଯୁବବର୍ଗଙ୍କୁ ସୁରକ୍ଷିତ ଏବଂ ଗଠନମୂଳକ ଡିଜିଟାଲ କ୍ଷେତ୍ର ଉପଯୋଗ କରିବାରେ ଆଇନ ଓ ନିୟମାବଳୀ ପ୍ରୋତ୍ସାହନ ପ୍ରଦାନ କରିବ। ଦକ୍ଷତା ଭିତ୍ତିକ ତଥା ସୁରକ୍ଷିତ ଅନଲାଇନ୍ ଗେମିଂ ବ୍ୟବସ୍ଥା ଆତ୍ମବିଶ୍ୱାସ, ଶୃଙ୍ଖଳା ଏବଂ ଦଳଗତ କାର୍ଯ୍ୟକ୍ଷେତ୍ରକୁ ତ୍ୱରାନ୍ୱିତ କରିବ। ଏପରିକି ଏ କ୍ଷେତ୍ରର ପ୍ରତିଭାବାନ ଖେଳାଳିଙ୍କ ପାଇଁ ଏହା ଏକ ସୁରକ୍ଷିତ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ସମୟ ସହ ତାଳ ଦେଇ ଶେଷରେ ଏକ ସୁବ୍ୟବସ୍ଥିତ ଅନଲାଇନ୍ ଗେମିଂ ଇକୋସିଷ୍ଟମ ପ୍ରସ୍ତୁତ ସମ୍ଭବ ହୋଇପାରିବ। ତେବେ ଏଥିପାଇଁ ସଚେତନ ହେବା ନିତାନ୍ତ ଜରୁରୀ।